ଓଡ଼ିଆ ସଙ୍ଗୀତାନୁରାଗୀ ସୁଧୀ ଶ୍ରୋତାବନ୍ଧୁମାନଙ୍କୁ ମୋର ନମସ୍କାର। ବନ୍ଧୁଗଣ, ଆଜି ଆପଣମାନଙ୍କର ଅନୁରୋଧ କ୍ରମେ ଖଣ୍ଡପଡ଼ାରେ ଯେଉଁ କୁମ୍ଭାରପଡ଼ା ବୋଲି ଯେଉଁ ଗାଁଟି ଅଛି ସେଠିକାର ବିଶିଷ୍ଟ କବି ଯିଏକି ହରେକୃଷ୍ଣ ଦାସ ତାଙ୍କର ରଚନାବଳୀରୁ ଗୋଟିଏ ଢୁମ୍ପା ସଙ୍ଗୀତ ମୁଁ ଆପଣଙ୍କ ପାଖରେ ଆଲୋଚନା କରିବି। ଆଉ ଆପଣଙ୍କ ଅନୁରୋଧ ଅନେକ ବନ୍ଧୁ ମୋତେ ଅନୁରୋଧ କରିଥିଲେ ଏବଂ ମୁଁ ଆପଣଙ୍କୁ ତଦ୍ବିଷୟରେ ୟା ପୂର୍ବରୁ ବହୁ ପୂର୍ବରୁ ତାଙ୍କର ଦୁଇଟି ବିଶେଷ ଲୋକପ୍ରିୟ ଢୁମ୍ପା ସଙ୍ଗୀତ ମୁଁ ଆପଣମାନଙ୍କ ପାଖରେ ଆଲୋଚନା କରିଥିଲି ଏବଂ ବିଶେଷ ଆଦର ଲାଭ କରିଛି। ହରେକୃଷ୍ଣଙ୍କର ଢୁମ୍ପା ସଙ୍ଗୀତର ଆଦୃତି ଦେଖିକରି ଆଜି ଆପଣମାନଙ୍କ ପାଖରେ ତାଙ୍କର ଆଉ ଗୋଟିଏ ଗୀତ ମୁଁ ପରିବେଷଣ କରୁଛି। ଆଉ ୟା ପୂର୍ବରୁ ମୁଁ ତାଙ୍କ ବିଷୟରେ କହିଥିଲି ଏବଂ ଢୁମ୍ପା ବାଦ୍ୟ କ'ଣ, ଢୁମ୍ପା ସଙ୍ଗୀତ କ'ଣ ଏବଂ ସେଥିରେ କିଭଳି ଆଦି ରସାଶ୍ରିତ ଶୃଙ୍ଗାର ରସାଶ୍ରିତ ଗୀତ ଗୁଡ଼ିକ ସବୁ ଗାନ କରାଯାଉଥିଲା। ବିଶେଷ ଗୁଡ଼ିକ ଢୁମ୍ପା ବାଦ୍ୟଟି ଆଦିବାସୀମାନେ ସେତେବେଳେ ବ୍ୟବହାର କରୁଥିଲେ। ତାପରେ ସେ ଯେତେବେଳେ ରାଜକୀୟ ମର୍ଯ୍ୟାଦା ଲାଭ କଲା ଆଉ ବିଶେଷତଃ ଖଣ୍ଡପଡ଼ା ରାଜବଂଶରେ ରାଜାମାନେ ତାକୁ ବାଦ୍ୟ ରୂପରେ ଗ୍ରହଣ କରି ସଙ୍ଗୀତ ବିଭିନ୍ନ ବଡ଼ ବଡ଼ ସଙ୍ଗୀତଜ୍ଞ ଆଣିକରି ସେମାନେ এই ସଙ୍ଗୀତ ଶୁଣୁଥିଲେ ଏବଂ ଢୁମ୍ପା ବାଦ୍ୟର ତାଳରେ ବା ତା'ର ବାଦ୍ୟର ଯେଉଁ ସ୍ୱର ସେମାନଙ୍କୁ ମୁଗ୍ଧ କରୁଥିଲା। ଏଇଭଳି ଯେଉଁ ଲୋକପ୍ରିୟ ହେଇଥିଲା ବିଶେଷତଃ ପଠାଣି ସାମନ୍ତଙ୍କର ଯେଉଁ ପୁତ୍ର ଆଜ୍ଞା ଗଦାଧର ସିଂ ସାମନ୍ତ, ସେଇଭଳି ଆପଣମାନେ ଜାଣିଛନ୍ତି ଅନେକ ଶତାଧିକ ଢୁମ୍ପା ସଙ୍ଗୀତ ଲେଖିକରି ଜନପ୍ରିୟ ହୋଇପାରିଥିଲେ ଏବଂ ବିଶେଷତଃ ଖଣ୍ଡପଡ଼ା ଅଞ୍ଚଳରେ ଏହି ଢୁମ୍ପା ସଙ୍ଗୀତ ବିଶେଷ ଆଦୃତି ଏବଂ ପ୍ରସିଦ୍ଧି ଲାଭ କରିଥିଲା। ତା'ର ଅନୁସରଣରେ ତାଙ୍କର ସମସାମୟିକ ଏଇ ହରେକୃଷ୍ଣ ଦାସ ବହୁତ ଗୁଡ଼ିଏ ଢୁମ୍ପା ସଙ୍ଗୀତ ରଚନା କରିଥିଲେ। ତାକୁ ହରେକୃଷ୍ଣର ରଚନାବଳୀ ବୋଲି ନାମିତ କରି ଗୋଟିଏ ବହି ଆଉ ତାଙ୍କର ନାତି ଆମର ଯିଏ ନୟାଗଡ଼ କଲେଜରେ ସେ ସ୍ୱୟଂଶାସିତ ନୟାଗଡ଼ କଲେଜରେ ଗୋବିନ୍ଦ ଦାସ, ଡକ୍ଟର ଗୋବିନ୍ଦ ଚନ୍ଦ୍ର ଦାସ ତାକୁ ଆଉ ସଂକଳିତ କରିଛନ୍ତି। ସେଇଥିରୁ ମୁଁ ଗୋଟିଏ ଢୁମ୍ପା ସଙ୍ଗୀତ ଆଦି ରସାଶ୍ରିତ ଶୃଙ୍ଗାର ରସାଶ୍ରିତ ବିଶେଷତଃ ବିରହ ଭାବନା, ନାୟିକାର ବିରହାନୁଚିନ୍ତା, ନାୟିକାର ବିରହ ଭାବନା, ବିପ୍ରଲମ୍ଭ ରାଗ ଗୋଟିଏ ଶୃଙ୍ଗାର ସମ୍ଭୋଗ ଶୃଙ୍ଗାର ଆଉ ଗୋଟିଏ ହେଉଛି ବିପ୍ରଲମ୍ଭ ଶୃଙ୍ଗାର। ଶୃଙ୍ଗାର ରସଟି ହେଉଛି ଆଜ୍ଞା ଦୁଇ ଭାଗରେ ବିଭକ୍ତ, ଗୋଟିଏ ସମ୍ଭୋଗ ବା ମିଳନ ଶୃଙ୍ଗାର ଏବଂ ଗୋଟିଏ ହେଉଛି ବିପ୍ରଲମ୍ଭ ବା ବିରହାନୁଚିନ୍ତା। ଆସନ୍ତୁ ଦେଖିବା ଏହି ଷଡ଼ଋତୁ ମଧ୍ୟରେ ଷଟ୍ ଋତୁର ଭାବ, ନାୟିକାର ଷଡ଼ଋତୁର ଚିନ୍ତା। ବିଦେଶକୁ ଯେତେବେଳେ ନାୟକ ଚାଲିଯାଉଛି ଛାଡ଼ିକରି ନାୟିକାକୁ, ତା ମନରେ ଯେଉଁ ଅନୁଚିନ୍ତା ବିରହାନୁଚିନ୍ତା ଜାଗ୍ରତ ହେଇଛି, କବି ତାକୁ ଓଡ଼ିଶୀ ଢୁମ୍ପା 3 ନମ୍ବର ବା 3 ହିସାବରେ ତାକୁ ଲେଖିଛନ୍ତି। ଆଉ ସଂକଳିତ ହେଇଛି ଯେଉଁ ଢୁମ୍ପା ସଙ୍ଗୀତ 3, ସେଥିରେ ନାୟିକାର ବିରହାନୁଚିନ୍ତା କେଡ଼େ ସୁନ୍ଦର ଭାବରେ କବି ହରେକୃଷ୍ଣ ଦାସ ରଚନା କରିଛନ୍ତି। ଆସନ୍ତୁ ଶୁଣିବା। ନାଗର ବରଷତେ ଯିବ କି ଛାଡ଼ି, ନାଗର ବରଷତେ ଯିବ କି ଛାଡ଼ି, ଶୁଣିବା ବେଳୁ ପଡ଼େ, ଶୁଣିବା ବେଳୁ ପଡ଼େ ସନ୍ତାପ ମାଡ଼ି, ସତେ ଯିବ କି ଛାଡ଼ି, ନାଗର ବରଷତେ। ଚମତ୍କାର ସୁନ୍ଦର ଆଜ୍ଞା, ଅତି ସରଳ ସାବଲୀଳ ଏବଂ ବିରହାନୁଚିନ୍ତା ନାୟକ ପଳେଇ ଯାଉଛି ଯେତେବେଳେ ବିଦେଶକୁ, ଆଉ ଷଡ଼ଋତୁ ଅର୍ଥାତ୍ ବର୍ଷକ ପର୍ଯ୍ୟନ୍ତ ସିଏ ଆଉ ଆସିବନି। ତେଣୁ ଏଇ ବର୍ଷକର ଭାବନାଟା କବି କେଡ଼େ ଚମତ୍କାର ସରଳ ସାବଲୀଳ କାନ୍ତ କୋମଳ ରସାଳ ପଦ ମାଧ୍ୟମରେ ବର୍ଣ୍ଣନା କରିଛନ୍ତି। ଆସନ୍ତୁ। ହେ ନାଗର ବର, ଆଉ ତୁମେ ପ୍ରକୃତରେ ଚାଲିଯାଉଛ କି? ଏହି କଥା ନାୟିକା କହୁଛି, ଯଦି ପ୍ରକୃତରେ ଛାଡ଼ି ଯାଉଛ ଆଉ ଏଇ କଥାଟି ମୋର ଶୁଣିବା ବେଳରୁ ବର୍ଷେ କାଳ ତୁମେ ଆଉ ଘରେ ରହିବନି। ଏଣୁ ଆଉ ମୋ ଜୀବନ କିଭଳି
ହେବ। ଏଇଥିରୁ ଆପଣ ଅନୁମାନ କରୁଥିବେ ଯେ କବି କେତେ ମୋର ଜୀବନ ବେଳୁବେଳ ମୋତେ ସନ୍ତାପ ମାଡ଼ି ଆସୁଛି, ମୋତେ ଅତ୍ୟନ୍ତ ଦୁଃଖ ଲାଗୁଛି ଯେ ତୁମେ ବର୍ଷେ କାଳ ଛାଡ଼ିଯିବ। ଆରେ ମୁହୂର୍ତ୍ତେ ଛାଡ଼ିଗଲେ ତ ମୋତେ ବଡ଼ ବ୍ୟସ୍ତ ବିବ୍ରତ ହୋଇପଡ଼େ ଏବଂ ସକାଳୁ କୁଆଡ଼େ ଯାଇଥିଲି ସନ୍ଧ୍ୟାବେଳେ ଯଦି ନ ଆସିଛୁ ମନେ ଆଉ ଦିନାକ ମୋତେ ଭଲ ଲାଗେନି। ଏଇଭଳି ଯେଉଁ ନାୟିକାର ଚିନ୍ତା ବିରହାନୁଚିନ୍ତା ଅତି ସୁନ୍ଦର ଭାବରେ ଲେଖିଛନ୍ତି। କବି ପୁଣି କହୁଛନ୍ତି ବରଷାରେ କାକୋଳେ ବଞ୍ଚିବି ମଦନ ଭୋଳେ, ବରଷାରେ କାକୋଳେ ବଞ୍ଚିବି ମଦନ ଭୋଳେ, ମାରୁଥିବ ଘଡ଼ଘଡ଼ି ମାରୁଥିବ ଘଡ଼ଘଡ଼ି, ଘଡ଼ିକି ଘଡ଼ି ସତେ ଯିବ କି ଛାଡ଼ି ନାଗର ବର। ମାରୁଥିବ ଘଡ଼ଘଡ଼ି ଘଡ଼ିକି ଘଡ଼ି, ଏଇ ଯେଉଁ ଶବ୍ଦ ସଂଯୋଜନା ଅତି ଚମତ୍କାର। ଦେଖନ୍ତୁ ବର୍ଷାରେ କାହା କୋଳେ, ଯେତେବେଳେ ବର୍ଷା ଆସିବ, ପ୍ରଥମେ ବର୍ଷା ଋତୁର ବର୍ଣ୍ଣନା କରିଛନ୍ତି। ଯେତେବେଳେ ବର୍ଷା ଆସିବ ସମୟ ବର୍ଷା ଦିନ, ଆଉ ବରଷାରେ କାହା କୋଳେ ବଞ୍ଚିବି ମଦନ ଭୋଳେ, ମୁଁ ମଦନ ଭୋଳ ଅର୍ଥାତ୍ କାମ ବାଣରେ ଜର୍ଜରିତ ହୋଇଥିବା ମୋର ଏ ଦେହ, କାମ ପୀଡ଼ା କାମ ବାଧା ହେଇଥିବା ମୁଁ କାହା କୋଳରେ ଆଉ ବସିବି, କାମ ବାଧାକୁ ପ୍ରଶମିତ କରିବି। ଏବଂ ମାରୁଥିବ ଘଡ଼ଘଡ଼ି ଘଡ଼ିକି ଘଡ଼ି, ଏବଂ ସହଜେ ମଝିରେ ମଝିରେ ଆକାଶରେ ଘଡ଼ଘଡ଼ି ମେଘ ଗର୍ଜନ ଶୁଭୁଥିବ, ଆଉ ମୁଁ ଭୟଭୀତ ହେଇଯାଉଥିବି। ତୁମେ ଥିଲେ ସିନା ମୋର ବଳ, ଆଉ ତୁମେ ସତେ ଯେତେବେଳେ ପଳେଇଯିବ ଏ କଥା ଶୁଣିକିରି ମୁଁ ଆଉ ନାୟିକାଟି ବ୍ୟସ୍ତ ବିବ୍ରତ ହେଇ ପଡ଼ୁଛି। ଆଜ୍ଞା ଆଉ କବି ପୁଣି କ'ଣ କହିଛନ୍ତି ଦେଖନ୍ତୁ, ଶରଦ କାଳେ ସୁମନ ଫୁଟିବ ଚହଟିବ ବନ, ଶରତ କାଳେ ସୁମନ ଫୁଟି ଚହଟିବ ବନ, ଭ୍ରମର ଉଡ଼ୁଥିବେ ଭ୍ରମର ଉଡ଼ୁଥିବେ ଯୋଡ଼ିକି ଯୋଡ଼ି, ସତେ ଯିବ କି ଛାଡ଼ି ନାଗର ବର। ଭ୍ରମର ଉଡ଼ୁଥିବେ ଯୋଡ଼ିକି ଯୋଡ଼ି, ବିଜୁଳି ମାରୁଥିବ ଘଡ଼ିକି ଘଡ଼ି, ଘଡ଼ଘଡ଼ି ମାରୁଥିବ ଘଡ଼ିକି ଘଡ଼ି। ଏଠି କହିଲେ ଭ୍ରମର ଉଡ଼ୁଥିବେ ଯୋଡ଼ିକି ଯୋଡ଼ି, ଶବ୍ଦ ସଂଯୋଜନା ଦେଖନ୍ତୁ। ଏଇ ଶରତ କାଳ ବର୍ଣ୍ଣନା, ବର୍ଷା ଋତୁ ଗୋଟିଏ ପଦରେ ଦେଲେ, ତାପରେ ଶରତ ଋତୁର ବର୍ଣ୍ଣନା ଆଉ ଗୋଟିଏ ପଦରେ। ଆଉ ଶରତ କାଳରେ ସୁମନ ଆକାଶ ନିର୍ମଳ ହୋଇଯାଏ, ସାଧାରଣତଃ ବିଭିନ୍ନ ଫୁଲ ଫୁଟୁଥିବ ଏବଂ ବଣ ପୁଷ୍ପର ମଧୁର ସୌରଭରେ ପୁଷ୍ପ ବଣ ଆମୋଦିତ ହେଇଥିବ ଏବଂ ସେଇଠି ଭ୍ରମରମାନେ ଆଉ ପୁଷ୍ପର ମଧୁଗନ୍ଧରେ ଅନେକ ଫୁଲ ଫୁଟିଲେ ଭ୍ରମର ଗୁଡ଼ିକ ସେଠି ଉଡ଼ୁଛି। ଭ୍ରମର ଯୋଡ଼ିକି ଯୋଡ଼ି ବୋଲି କହି ସୁନ୍ଦର ଭାବରେ ଭ୍ରମର ଗୁଡ଼ିକ ପୁଷ୍ପରେଣୁ ବା ମଧୁପାନ କରିବା ପାଇଁ ସେଠି ଯୋଡ଼ି ଯୋଡ଼ି ହେଇକରି ଉଡ଼ୁଥିବେ। ଏ ହେଲା ଶରତ ଋତୁର ବର୍ଣ୍ଣନା, କେଡ଼େ ସୁନ୍ଦର ଚମତ୍କାର। ଆସନ୍ତୁ ଏହାପରେ ହେମନ୍ତ ଋତୁର କଥା କ'ଣ କହିଛନ୍ତି। ହେମ କାଳେ ପ୍ରେମ ଗୀତ ଗାଇକି ମୋହିବ ଚିତ୍ତ, ହେମ କାଳେ ପ୍ରେମ ଗୀତ ଗାଇକେ ମୋହିବ ଚିତ୍ତ, ଲାଗିଥିବ ପ୍ରତି ପଦେ ପଡ଼ିକି ପଡ଼ି ସତେ ଯିବ କି ଛାଡ଼ି ନାଗର ବର। ଏଠି ଆସିଲା ପରେ ପଡ଼ିକି ସବୁ ଡହ ଅନୁପ୍ରାସ ପ୍ରାନ୍ତାନୁପ୍ରାସ କ'ଣ ହେଇଛି ନା, ହେମ କାଳେ ପ୍ରେମ ଗୀତ ଆଉ କିଏ ଗାଇବ? ଏଥିରୁ ନାଗର ଚାଲି ଯାଉଛି ନା, ବିରହାନୁଚିନ୍ତା ନାୟିକାର। ଆଉ ସେ ଯେତେବେଳେ ପଳେଇ ଯାଉଛନ୍ତି, ମୋତେ ହେମନ୍ତ ଋତୁରେ ଶରତ ଋତୁର କଥା କହିଲେ, ହେମନ୍ତ ଋତୁରେ ପ୍ରେମ ଗୀତ ମୋତେ କିଏ ଆଉ ଶୁଣେଇବ? ଏବଂ ଗାଇକେ ମୋହିବ ମୋର ଚିତ୍ତକୁ, ମୋର ମନକୁ ପ୍ରେମ ଗୀତ ଶୁଣେଇକିରି ତାମାନେ ନାଗର ଅତି ସୁନ୍ଦର ଭାବରେ ଗୀତ ଗୁଡ଼ିଏ ଶୁଣାନ୍ତି ତାଙ୍କୁ, ଏଥିରୁ ଅନୁମାନ କରାଯାଉଛି। ଆଉ କିଏ ମୋତେ ସେଇଭଳି ପ୍ରେମ ଗୀତ ଶୁଣେଇବ? ଏବଂ ଯେଉଁ ଗୀତରେ କି ପଡ଼ିଥିବ ସେଇ ଗୀତ ଦେଖନ୍ତୁ, ଆମେ ଦକ୍ଷିଣୀ ଓଡ଼ିଶୀ ଗୀତ ଗାଇଲେ ସେଥିରେ ପଡ଼ି ସବୁ ଥାଏ, ତାକୁ କୁହାଯାଏ ପଡ଼ି ଗୀତ। ଆଉ କବି ସୂର୍ଯ୍ୟଙ୍କର ଅନେକ ଆପଣମାନେ ଦେଖିଥିବେ ସେଇ ଗୀତ ସବୁ ସେ ଯେଉଁ ଲେଖିଛନ୍ତି, ସେଥିରେ ଦକ୍ଷିଣୀ ଓଡ଼ିଶୀ ତାକୁ କୁହାଯାଏ, ପଡ଼ି ସବୁ ଥାଏ।
हेम काले प्रेम गीत गाई के मोहिब चित्त लगी प्रति पदरे पड़ी कि पड़ी। हाँ यही जो पड़ी थी जो गीत, हाँ अति चमत्कार गीत से आज्ञा कवि सूर्यता को लिखिं आमर संगीतज्ञ विशेष दक्षिण गंजाम से गीत गुड़िक प्रसिद्धि लाभ कर कथाटी नायिका कहूँ पुणी शीतरे पणत भिड़ी शीतरे पणत भिड़ी ईशीते हेब के घोड़ी शीतरे पणत भिड़ी ईशीते हेब के घोड़ी माड़ी आसुथिब कुहुड़ी माड़ी आसुथिब कुहुड़ी माड़ी आसुथिब कुहुड़ी कि कुहुड़ी माड़ी आसुथिब कुहुड़ी शीतरे टिके कुहुड़ी आसुची नहीं आम देखु शीत ऋतु साधारणतः कुहुड़ी आसी जाए एणु शीतर चाद मो कानी पणत को शीत आसीगले आउ शीतरु रक्षा पाइबापी आउ मो कानी पणत को बा मो अंचल को चंचल शीघ्र किए नहीं शीतरु रक्षा पाइबापी घोड़ी हो बा मो कानी पणत को किए झिंकी नौ भिड़ी नौ घोड़ी होगापी एवं कुहुड़ी कि से समय शीतरे आसुथिव शीतर गोटे वर्णना अति चमत्कार देले। पुणी कवि कहउछन्ति बसंत काले बसंत दूत मलय बसंत बसंत काले बसंत दूत मलय बसंत संग होई देव काम संग होई देव काम धाड़ी की धाड़ी सते जीव की छाड़ी सबू पद गुड़िकर शेष प्रांतानुप्रास धाड़ी की धाड़ी जोड़ी की जोड़ी घड़ी की घड़ी केड़े मधुर शब्द संयोजना एवं कवि पुणी कहउछन्ति बसंत काल रे बसंत दूत जी कोकिल एवं मलय ये सबू आसिकी कामदेव ता सांगे आसिकी बसंत काल रे बसंत दूत जी मलय एवं बसंत संग होइकरी बसंत रे सांग होइकरी आज्ञा कामदेव आसिकी कौन करिवो ना स्वर धाड़िकी धाड़िकी मारिबो सब सत्य जमी आमिति मु रक्षा पाइबी तुम बिना तुम तो पलि जाऊ तेणु नायिकार ये विरहानुचिंता मु कहली गोटे विप्रलम्ब श्रृंगार रसरे अति चमत्कार भाव में कवि हरिकृष्ण दास पदटी संयोजना कर तेणु ता ना दे षड्ऋतुर भावना देते नायिकार षड्ऋतु कौन विरहानुचिंता है नायिका नायक जो छाड़िकी चलीज एवं परिशेष कवि ग्रीष्म ऋतुर वर्णना करके कविताटी उपसंहार कर तपरे ताप मोहरी हरिब के चंद्र चूरी तपरे ताप मोहरी हरिब के चंद्र चूरी बोलिब अंगे के गोली बोलिब अंगे के गोली भाड़ी की भाड़ी सते जीव की छाड़ी भाड़ी की भाड़ी सबू मु कहली प्रांतानुप्रास जोड़ी की जोड़ी घड़ी की घड़ी इत्यादि भाड़ी की भाड़ी कौन ना तापरे तप अर्थात तप ग्रीष्म ऋतु तप तप कहले उत्तप्त अर्थात ग्रीष्म ऋतु रे ताप मोर संताप ताप मोर हृदय ताप आओ काम बाणरू मत किए रक्षा कर मो हृदय ताप को किए विनाश कर मत शीतलता प्रदान कर तुम्हें तो ना तुम्हें तो चलीज एवं हरिब के चंद्रचूड़ी एवं आओ ये संतापित हृदय रे शीतल पे मोर चंद्र अर्थात आज्ञा चंद्र कहले चंदन चंद्र कहले मध्य कर्पूर कर्पूर को चूरिकी मो देहरे किए शीतल प्रलेप दब ये ग्रीष्म प्रदाहरु ग्रीष्म कष्टरू रक्षा करने मत के चंद्र को चूरी चंद्र बोले कर्पूर को गुंड करी चूरिकी देहरे मोर शीतल प्रलेप दब एवं बोलिब अंगे के गोली के अंगरे मोर गोड़िकी भाड़ी की भाड़ी माने आम कौन गिनारे थो थे प्रलेप कर आउ गोटे थर प्रलेप द्वितीय तृतीय चतुर्थ आगे भाड़ी की भाड़ी बोली कह जाए बोलिब अंगे गोलिकी ये कर्पूर चूर्ण प्रभृति चंदन चौक इत्यादि अगुरु ये सब पकई सुवासित द्रव्य ता सांगे कर्पूर गुंड पकईकरी भाड़ी की भाड़ी
ଆଉ ପ୍ରଥମେ ବୋଳି ଦେଇଥିବ ପରେ ଦ୍ୱିତୀୟ ତୃତୀୟ ଚତୁର୍ଥ ଏଇଟାକୁ ଭାଡ଼ିକି ଭାଡ଼ି ଶବ୍ଦ କୁହାଯାଏ। ଏହା ତାପରେ କବି ଶେଷରେ ଉପସଂହାର କରିଛନ୍ତି ହରେକୃଷ୍ଣ ବୋଲେ ଯିବି ଅଳ୍ପ ଦିନେ ଫେରିବି। ଏ କଥା ଯେତେବେଳେ ନାୟକ ଶୁଣିଲା ନାୟିକାର ବିରହାନୁଚିନ୍ତା ଆଜ୍ଞା ନାୟକ ଶେଷରେ କ'ଣ କହିଛି କବି ହରେକୃଷ୍ଣ ଦାସ କାବ୍ୟଟିକୁ ଅତି ସୁନ୍ଦର ଭାବରେ କବିତାଟି ବା ସଙ୍ଗୀତଟି ଉପସଂହାର କରିଛନ୍ତି। ହରେ କୃଷ୍ଣ ବୋଲେ ଯିବି ଅଳ୍ପ ଦିନେ ଫେରିବି, ହରେ କୃଷ୍ଣ ବୋଲେ ଯିବି ଅଳ୍ପ ଦିନେ ଫେରିବି, ନ ଆସୁ ପ୍ରେମ ନଦୀ ନ ଆସୁ ପ୍ରେମ ନଦୀ ବଢ଼ିକି ବଢ଼ି ସତେ ଯିବ କି ଛାଡ଼ି ନାଗର ବରସତେ ଯିବ କି ଛାଡ଼ି। ହରେ କୃଷ୍ଣ ବୋଲେ କବି ଉପସଂହାର କରିଛନ୍ତି ଭଣିତା କରିଛନ୍ତି ଯେ ଯିଏ ଅଳ୍ପ ଦିନରେ ଆଉ ତୁମେ ଏତେ ଯଦି ଭାବୁଛ ତାହେଲେ ନାଇଁ ମୁଁ ଏତେ ଦୀର୍ଘ ଦିନ ଆଉ ତାହେଲେ ରହିପାରିବିନି, ମୁଁ ଯିବି ସତ୍ୟ କିନ୍ତୁ ଅଳ୍ପ ଦିନରେ ଫେରିବି। ଆଉ ନ ଆସୁ ପ୍ରେମ ନଦୀ ବଢ଼ି, ଆଉ ପ୍ରେମ ନଦୀ ବଢ଼ି ନ ଆସିବା ପୂର୍ବରୁ ପ୍ରେମ ନଦୀରେ ବନ୍ୟା ବା ବଢ଼ି ନ ଆସିବା ପୂର୍ବରୁ ମୁଁ ଯଥା ସମୟରେ ଆସିକରି ପହଞ୍ଚିଯିବି। ନାୟିକାକୁ ସାନ୍ତ୍ୱନା ବାଣୀ ଶୁଣେଇଛି ନାୟକ। ଏହିପରି ଭାବରେ କବି ହରିକୃଷ୍ଣ ଦାସ ଏହି ଢୁମ୍ପା ସଙ୍ଗୀତଟିକୁ ଲୋକପ୍ରିୟ ଢୁମ୍ପା ସଙ୍ଗୀତକୁ ଉପସଂହାର କରିଛନ୍ତି। ଆପଣମାନେ କିଭଳି ଏହାକୁ ଗ୍ରହଣ କରିବେ ଆଉ ପରବର୍ତ୍ତୀ ପର୍ଯ୍ୟାୟରେ ଯଦି କିଛି ଅନୁରୋଧ ଆସେ ତାହେଲେ ଆଉ ଆମେ ହରିକୃଷ୍ଣ ଦାସଙ୍କର ରଚନାରୁ କିଛି ଆବୃତ୍ତି କରିକି ଆପଣଙ୍କୁ ଶୁଣେଇବୁ। ଆଉ ରହିଲେ ଆଜିର ଏତିକି, ନମସ୍କାର।